गुड मॉर्निंग ओडिशा। आज ହେଉଛି 21 ମେ ମଙ୍ଗଳବାର। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ବାହାର ଗ୍ରାମବାସୀ ଭୋଟ ଦେଲେ ନାହିଁ। ପାଣ୍ଡୁପଦର ବୁଥରେ ଭୋଟ ଦେଲେ ଜଣେ ମାତ୍ର ବୃଦ୍ଧା। ତେବେ ବିଭିନ୍ନ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଅନ୍ତର୍ଗତ ପାଣ୍ଡୁପଦର ଓ ଖଜୁରୀପଡ଼ା ବ୍ଲକର 12ଟି ଗ୍ରାମ ବାସିନ୍ଦା ଭୋଟ ବର୍ଜନ କରିଛନ୍ତି। ଗାଁକୁ ରାସ୍ତା ହୋଇନି, ସ୍କୁଲରେ ଶିକ୍ଷକ ନାହାନ୍ତି, ଗାଁକୁ ମୋବାଇଲ ନେଟୱାର୍କ ନାହିଁ, ପାନୀୟ ଜଳ ନାହିଁ, ଅଘୋଷିତ ବିଜୁଳି କାର୍ଡ ବନ୍ଦ ରଖାଉଛି। ତେଣୁ ଏ ଟୋଟାଲ ମିଶି 12ଟି ଗାଁ ଭୋଟ ଦେଇନାହାନ୍ତି, ଭୋଟ ବର୍ଜନ କରିଛନ୍ତି। ଏ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇନଥିଲା। କିନ୍ତୁ ଇଏ ଥିଲା ଭଲ ମୌକା, ଯାହା ଏବେ 12ଟି ଗ୍ରାମବାସୀ କରିକି ଦେଖାଇଛନ୍ତି। 12ଟି ଗ୍ରାମବାସୀ ଏବେ ଟୋଟାଲ ଭୋଟକୁ ବର୍ଜନ କରିଛନ୍ତି। ତେଣୁ ଗାଁରେ ଟୋଟାଲ 667 ଜଣ ଭୋଟର ଥିବାବେଳେ ଆଜି ସନ୍ଧ୍ୟା 5ଟାରେ ଜଣେ ମାତ୍ର ମହିଳା ଭୋଟ ଦେଇଛନ୍ତି, ଯାହାକି ବୁଥରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମାତ୍ର ବୃଦ୍ଧା ଆସି ଭୋଟ ଦେଇଥିଲେ। ସେହିଭଳି ଶିକ୍ଷାନୁଷ୍ଠାନର ବିକାଶ, ରାସ୍ତାଘାଟର ବିକାଶ, ପାନୀୟ ଜଳ ସମସ୍ୟାର ଦାବିରେ କେହି ଭୋଟ ଦେଇନାହାନ୍ତି। ସେ ନେଇ ଅପେକ୍ଷା କରିଥିଲେ ସମସ୍ତେ, କିନ୍ତୁ ଆଜି ରାସ୍ତା ନାହିଁ କି ଭୋଟ ନାହିଁ କହି ନାରା ଲଗାଇଛନ୍ତି ଏବଂ କହିଛନ୍ତି ଆମେ ଭୋଟ ଦେବୁ ନାହିଁ। ଜୁନ 4ରେ ସତ୍ୟମେବ ଜୟତଙ୍କ ବାର୍ତ୍ତା ଆସିବ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ହରିୟାଣାରେ କୁରୁକ୍ଷେତ୍ରର ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ସମର୍ଥନ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଜୁନ 4 ଫଳାଫଳ ସତ୍ୟମେବ ଜୟନ୍ତଙ୍କ ବାର୍ତ୍ତା ସହ ଆସିବ। ତେଣୁ ରାଲିରେ ଉଦ୍ବୋଧନ ଦେଇ ୟୁପି ମୁଖ୍ୟମନ୍ତ୍ରୀ କୁରୁକ୍ଷେତ୍ରକୁ କର୍ମଭୂମି ବୋଲି ବର୍ଣ୍ଣନା କରିଛନ୍ତି। କୁରୁକ୍ଷେତ୍ର ହେଉଛି ଏକ କର୍ମଭୂମି ଏବଂ ବୋଧହୁଏ ଏକମାତ୍ର ଭୂମି ଯେଉଁଠାରେ ସେନା ଓ ଭୂମିକୁ ଧର୍ମଭୂମି କହିଥିଲେ। ଏହା କେବଳ ଭାରତର ଏବଂ କୁରୁକ୍ଷେତ୍ର ହୋଇପାରେ, ଯେଉଁ ଯୁଦ୍ଧ ହୋଇଥିଲା ଧର୍ମ, ନ୍ୟାୟ ଏବଂ ସତ୍ୟ ପାଇଁ। ତେଣୁ ଜୁନ 4ରେ ଯେଉଁ ଫଳାଫଳ ବାହାରିବ ତାହା ସତ୍ୟମେବ ଜୟତ ବାର୍ତ୍ତା ଦେବ। ଯୋଗୀ ଆଦିତ୍ୟନାଥ ତାଙ୍କ ରାଲିରେ ବିଗତ 10 ବର୍ଷ ମଧ୍ୟରେ ଦେଶରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିଛନ୍ତି। 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପରିବର୍ତ୍ତନ ଦେଖାଯାଇଛି ଭାରତରେ। ବିଶ୍ୱ ସ୍ତରରେ ଭାରତର ଉନ୍ନତି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ହୋଇଛି ବୋଲି କୁହାଯାଉଛି। ଭାରତରେ ଉନ୍ନତି ହୋଇଛି 140 କୋଟି ଭାରତୀୟ ମଧ୍ୟ ସମ୍ମାନର ବିଷୟ। 140 କୋଟି ପରିବାର ମଧ୍ୟ ଏ ନେଇ ସମସ୍ତେ ଖୁସି ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଛନ୍ତି ଭ୍ରଷ୍ଟାଚାରୀ। ଅନୁଗୁଳ ଓ କଟକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦି। ଓଡ଼ିଶା ପରି ସମୃଦ୍ଧ ରାଜ୍ୟର ଗରିବ କଷ୍ଟଦାୟକ। ଏଥିପାଇଁ ଭ୍ରଷ୍ଟାଚାରୀ ବିଜେଡି ସରକାର ହିଁ ଦାୟୀ। ଏବେ ସରକାର ଭ୍ରଷ୍ଟାଚାରୀଙ୍କ କବ୍ଜାରେ ରହିଛି। ଏହା ଓଡ଼ିଶାକୁ ବର୍ବାଦ କରିଦେଇଛି। ଅନୁଗୁଳ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରକୁ ଏମିତି ସିଧା ସିଧା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀ ଆବାସକୁ କିଛି ଭ୍ରଷ୍ଟାଚାରୀମାନେ ନିଜ ଅକ୍ତିଆରରେ ରଖିଛନ୍ତି। କଟକ ସଭାରେ ଆଉ ପାଦେ ଆଗେଇ ଯାଇ ମୋଦି କହିଛନ୍ତି ଯେ ଓଡ଼ିଶା ସଂସ୍କୃତି ଜାଣିନଥିବା ବ୍ୟକ୍ତି ଏହାକୁ ଶାସନ କରୁଛନ୍ତି। ବିଜେଡି ସରକାର 24 ବର୍ଷ ହେଲାଣି କି ଦେଖିଛନ୍ତି। ଏବେ ଆସନ୍ତା 25 ବର୍ଷ ମଧ୍ୟରେ ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ନିବେଦନ ମଧ୍ୟ କରିଛନ୍ତି। ଆଜି ଦୁଇଟି ଯାକ ନିର୍ବାଚନ ସଭାରେ ରାଜ୍ୟ ସରକାର ଅତ୍ୟନ୍ତ କଡ଼ା ଭାଷାରେ ଉଚ୍ଚାରଣ କରିଛନ୍ତି ମୋଦି। ପ୍ରଥମେ ଅନୁଗୁଳ ଉପକଣ୍ଠ ନାଲ୍କୋ ଷ୍ଟାଡିୟମରେ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ। ଜୟ ଜଗନ୍ନାଥ କହି ନିଜ ବକ୍ତବ୍ୟ ରଖିଥିଲେ ମୋଦି। ଓଡ଼ିଶାର ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ଜୁନ 10 ତାରିଖରେ ରାଜ୍ୟରେ ଜଣେ ଓଡ଼ିଆ ପୁଅ କିମ୍ବା ଓଡ଼ିଆ ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଓଡ଼ିଶାବାସୀ ବିଜେଡି ସରକାରକୁ 25 ବର୍ଷ ହେଲାଣି ସମର୍ଥନ ଦେଇ ଆସିଛନ୍ତି। ହେଲେ ରାଜ୍ୟବାସୀମାନେ କ'ଣ କରିଛନ୍ତି, ଏବେ ତାର ହିସାବ କରିବାର ବେଳ ଆସୁଛି। ରାଜ୍ୟରେ ଓଡ଼ିଶାରେ ଯୁବକ ବେକାର ବୁଲୁଛନ୍ତି, ଛୋଟ ମୋଟ କାମ ପାଇଁ ବାହାରକୁ ଯାଉଛନ୍ତି। ଜଳ, ଜମି, ଜଙ୍ଗଲ, ଖଣିଜ ଥାଇ ମଧ୍ୟ ପଛରେ ପଡ଼ିଛି। ଆଦିବାସୀ ଅବହେଳାର ଶିକାର ହୋଇ ଆସୁଛନ୍ତି। ଆଦିବାସୀଙ୍କ ପାଇଁ ପେସା ଲାଇନ କରୁନାହାନ୍ତି। ତେଣୁ ଏନେଇ ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ଏନେଇ କିଛି କରିପାରୁନାହାନ୍ତି। ତେଣୁ ଆସନ୍ତା 10 ତାରିଖରେ ଓଡ଼ିଶାର ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କରିବ ଓ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି।
ଡରାଇଲାଣି ସମୁଦ୍ର। 23ରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମନା। ଆସନ୍ତା 22 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସହ ଉତ୍ତର ପୂର୍ବ ଦିଗରେ ଗତି କରିବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅବପାତର ରୂପରେଖା କ'ଣ ରହିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେବେ 23 ତାରିଖ ସକାଳ ଠାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ 23 ତାରିଖ ଠାରୁ କେନ୍ଦ୍ରୀୟ ଓ 24 ତାରିଖ ଠାରୁ ବଙ୍ଗୋପସାଗରରେ ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଅଛନ୍ତି ସେମାନେ 23 ତାରିଖ ପୂର୍ବରୁ ଫେରିଯିବା ପାଇଁ କୁହାଯାଇଛି। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶନାମା ମନୋରମା ମହାନ୍ତି କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଅବପାତ ପ୍ରକାର 24-25 ମଧ୍ୟରେ ଉପକୂଳ ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ବୋହିବ। ଆଉ 25 ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଠାରେ ମଧ୍ୟ ବର୍ଷା ହେବ। କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବ। ଆଉ ପବନର ବେଗ 40ରୁ 50 କିଲୋମିଟର ଛୁଇଁପାରେ ବୋଲି କୁହାଯାଉଛି। ଆଉ ଝଟକା 80 କିଲୋମିଟର ପବନ ବୋହିପାରେ ବୋଲି କୁହାଯାଉଛି। ଏହି ଜିଲ୍ଲାକୁ ସବୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଜିଲ୍ଲାକୁ କୁହାଯାଇଛି। ଏକାମ୍ରରେ ନବୀନଙ୍କ ରୋଡ୍ ଶୋ, ହଜାର ହଜାର ସମର୍ଥକଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଦଳୀୟ ପ୍ରାର୍ଥୀଙ୍କୁ ପୁଣି ଥରେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ଶୋ କରି ବିଜେଡି ବିଧାୟକ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନତାକୁ ନିବେଦନ କରିଛନ୍ତି। ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବସ୍ରେ ମୁଖ୍ୟମନ୍ତ୍ରୀ ପୁନମା ଗେଟ୍ ରୋଡ୍ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ତେଣୁ ରୋଡ୍ ଶୋ ଏକାମ୍ର ନିର୍ବାଚନୀ ମଣ୍ଡଳୀ ହଜାର ହଜାର ନବୀନ ପ୍ରେମୀ ଛକ ଛକରେ ଭିଡ଼ ଜମାଇଥିଲେ। ଆଇ ଲଭ୍ ନବୀନ, ଆଇ ଲଭ୍ ବିଜେଡି ପୋଷ୍ଟର ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଦଳୀୟ କର୍ମୀ। ଶଙ୍ଖ ଚିହ୍ନ, ନବୀନ ମୁଖା ପିନ୍ଧା ହଜାର ହଜାର କର୍ମୀ ରୋଡ୍ ଶୋରେ ସାମିଲ ହୋଇ ଏକ ନିଆରା ପରିବେଶ କରିଥିଲେ। ଏଥିସହିତ ପାରମ୍ପରିକ ବାଦ୍ୟ, ଯୋଡ଼ି ଶଙ୍ଖ, ମା ହୁଳହୁଳି ଶବ୍ଦରେ ଏକାମ୍ର ଅଞ୍ଚଳ ଉଛୁଳୁଥିଲା। ମୁଖ୍ୟମନ୍ତ୍ରୀ ପୁନମା ଗେଟ୍ ରୋଡ୍ ଠାରୁ ଶୋ ଆରମ୍ଭ ହୋଇ ଭୀମଟାଙ୍ଗି, ସୁନ୍ଦରପଦା, ପୋଖରୀପୁଟ, ଶିରିପୁର ଛକ ଦେଇ ଆସିଥିଲେ। ଏହି ସମୟରେ ଛକ ଛକରେ ମୁଖ୍ୟମନ୍ତ୍ରୀ କର୍ମୀମାନେ ବାଜା, ବାଣ, ରୋଷଣୀର ଭବ୍ୟ ସ୍ୱାଗତ ମଧ୍ୟ କରିଥିଲେ। 18 ଲକ୍ଷ ସିମ୍ କାର୍ଡ ବନ୍ଦ ହେବ। 20 ଲକ୍ଷ ନମ୍ବରର ପୁନଃ ଯାଞ୍ଚ ଚାଲିଛି। ସାଇବର ଅପରାଧ ଓ ଅନଲାଇନ୍ ଠକେଇରେ ବ୍ୟବହୃତ ହେଉଥିବା ସିମ୍ କାର୍ଡଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକ ଏକା ସାଙ୍ଗେ 18 ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିଦେବ। ସାଇବର ଅପରାଧକୁ ରୋକିବା ପାଇଁ ସରକାର ଆରମ୍ଭ କରିଛନ୍ତି ଏହି ଅଭିଯାନ। ଗତ ବର୍ଷ ଟେଲିକମ୍ କମ୍ପାନୀଗୁଡ଼ିକ 2 ଲକ୍ଷ ସିମ୍ କାର୍ଡ ବନ୍ଦ କରିଥିଲା। ହରିୟାଣାର ଏକ ଅଞ୍ଚଳରେ 37,000 ସିମ୍ ବନ୍ଦ ହୋଇଥିଲା। ତେଣୁ ଏ ସମ୍ପର୍କରେ ସରକାରୀ ଅଧିକାରୀମାନେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଠକେଇ ଲାଗି ଗୋଟିଏ ଫୋନ୍ରେ 1000 ପର୍ଯ୍ୟନ୍ତ ସିମ୍ ବ୍ୟବହାର କରାଯାଇଛି। 28,220 ମୋବାଇଲ ହ୍ୟାଣ୍ଡସେଟ୍ ଅଚଳ ଏବଂ 20 ଲକ୍ଷ ମୋବାଇଲ ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ 9 ତାରିଖରେ ନିର୍ଦ୍ଦେଶ ଜାରି ରଖିଛି। କିନ୍ତୁ ଦେଖାଯାଇଛି ଯେ ଏଭଳି ମାମଲା 10% ମୋବାଇଲ ନମ୍ବର ପୁନଃ ଯାଞ୍ଚ ସମ୍ଭବ ହୋଇଥାଏ। ଅବଶିଷ୍ଟ ନମ୍ବରଗୁଡ଼ିକ ଅଚଳ କରାଯାଇଥାଏ। ସେ ହିସାବରେ ଦେଖିଲେ 18 ଲକ୍ଷ ମୋବାଇଲ ନମ୍ବର ବନ୍ଦ ହେବ। 15 ଦିନ ଭିତରେ ପୁନଃ ଯାଞ୍ଚ ଅବଧି ଶେଷ ହେବା ପରେ ସିମ୍ ଗୁଡ଼ିକ ଅଚଳ ପ୍ରକ୍ରିୟା ଆରମ୍ଭ ହୋଇଯିବ। ମୋବାଇଲ ଫୋନ୍ ଜରିଆରେ ହେଉଥିବା ଆର୍ଥିକ ଠକେଇ ଗୁଡ଼ିକ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଜାତୀୟ ସାଇବର ଅପରାଧୀ ରିପୋର୍ଟିଂ ପୋର୍ଟାଲ ଅନୁଯାୟୀ 2023 ଡିଜିଟାଲ ଠକେଇ 10,319 କୋଟି ଟଙ୍କାର କ୍ଷତି ହୋଇଛି। ଏହା ସଂସଦୀୟ କମିଟିର ରିପୋର୍ଟ ଅନୁସାରେ ଟୋଟାଲ 6,94,000 ଠକେଇ ସମ୍ପର୍କିତ ଅଭିଯୋଗ ମଧ୍ୟ ଆସିଛି। ତେଣୁ ଏନେଇ ସରକାର ଏବେ ଚିନ୍ତାରେ ଅଛନ୍ତି।